ଯାହାକୁ ଦେଖିଲା ଝୁଣି ଝୁଣି ଖାଇଗଲା। କୋଉଠି ଥିଲା କେଜାଣି ସକାଳୁ ସକାଳୁ ଗାଁରେ ପଶି ଆତଙ୍କ ଖେଳାଇଲା ପାଗଳ ବିଲୁଆ। ପାଗଳ ବିଲୁଆ ଆକ୍ରମଣରେ ଗୁରୁତର ହୋଇଛନ୍ତି ଗ୍ରାମର 11 ଜଣ ବ୍ୟକ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମରଦା ଥାନା ଅନ୍ତର୍ଗତ ବାଗଦା ଓ କଛିତା ଗ୍ରାମର ଏଭଳି ଘଟଣା ଦେଖିବାକୁ ମିଳିଛି। ସକାଳୁ ଗାଁର 10 ଜଣ ପରିବାରର 11 ଜଣଙ୍କୁ ପାଗଳ ବିଲୁଆ ଆକ୍ରମଣ କରି ଗୁରୁତର କରିଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ସାମାନ୍ୟ ଆହତ ହୋଇଥିବା କିଛି ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା କରି ଛାଡ଼ି ଦିଆଯାଇଛି। ତେବେ ପାଗଳ ବିଲୁଆକୁ ଗାଁ ଲୋକେ ମାରି ଦେଇଥିବା ଶୁଣିବାକୁ ମିଳୁଛି। ଉଭୟ ଗ୍ରାମର ମଙ୍ଗଧର ଦାସ, ସୁନିତାରାଣୀ ଦାସ, ବାସନ୍ତୀ ଦାସ, ହେମାଙ୍ଗିନୀ ଦାସ, ମଞ୍ଜୁଲତା ରାଉଳ, ଶଙ୍କର ଦାସ, କାଜଲ ବଣ, ଅନୁରାଧା ରାଉଳ, ପିଙ୍କି ଦାସ, ବନଇ ରାଉଳ, ଗୀତାଞ୍ଜଳି ଦାସ, କନକଲତା ଦାସ, ବନ୍ଦିତା ଦାସ ପ୍ରମୁଖ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୌରୀ